ନୂଆ ନୂଆ ବାହା ହେଉଥିବା ନୂଆ ବୋହୂମାନେ କିମ୍ବା ଯେଉଁମାନେ ଆଗରୁ ମଧ୍ୟ ସାବିତ୍ରୀ ବ୍ରତ କରୁଛନ୍ତି, ତ ଆଗକୁ ଯେହେତୁ ଆମର ସାବିତ୍ରୀ ବ୍ରତ ଆସୁଛି, ମାନେ ଏଇ ଶନିବାର ଆମର ସାବିତ୍ରୀ ବ୍ରତ ପଡ଼ୁଛି ମେ 16 ତାରିଖରେ, ତ ସମସ୍ତେ ବ୍ରତ ରଖିବା ଆଗରୁ ନିଶ୍ଚୟ ସମ୍ପୂର୍ଣ୍ଣ ଏହି ଭିଡ଼ିଓଟିକୁ ଥରୁଟି ଦେଖନ୍ତୁ। ସାବିତ୍ରୀ ବ୍ରତ ହେଉଛି ଆମ ଓଡ଼ିଆମାନଙ୍କର, ବିଶେଷ କରି ବିବାହିତ ସଧବା ନାରୀମାନଙ୍କର ଏକ ବହୁତ ବଡ଼ ପର୍ବ। ତ ପ୍ରତ୍ୟେକ ବିବାହିତ ନାରୀମାନେ ଏହି ବ୍ରତ କରିବାକୁ ଅଧିକ ପସନ୍ଦ କରିଥାନ୍ତି ଆଉ ଅନେକ ବସିଥାନ୍ତି ଯେ କେବେ ସାବିତ୍ରୀ ବ୍ରତ ପଡ଼ିବ। ସାବିତ୍ରୀ ବ୍ରତର 10ରୁ 15 ଦିନ ଆଗରୁ ବିବାହିତ ନାରୀମାନେ, ବିଶେଷ କରି ମାସେ ଆଗରୁ ମଧ୍ୟ କିଛି ଜଣ ଶାଢ଼ୀ, ଚୁଡ଼ି, ବିଭିନ୍ନ ସଜବାଜ ଜିନିଷ, ଟେକ୍ସଟାଇଲ୍ ଜିନିଷ ଏସବୁ ସେମାନେ କିଣିକି ସଜାଡ଼ିକି ରଖିଦେଇଥାନ୍ତି। ଏହି ବ୍ରତଟି ନାରୀମାନେ ତାଙ୍କ ସ୍ୱାମୀଙ୍କର ଦୀର୍ଘାୟୁ କାମନା କରି ରଖିଥାନ୍ତି। ସାବିତ୍ରୀ ବ୍ରତ ମେ 16 ତାରିଖରେ ପଡ଼ୁଛି ଏ ବର୍ଷ, ତ ପ୍ରତିବର୍ଷ ଜ୍ୟେଷ୍ଠ ମାସର ଅମାବାସ୍ୟା ତିଥିରେ ହିଁ ସାବିତ୍ରୀ ବ୍ରତ ପଡ଼େ। ସାବିତ୍ରୀ ବ୍ରତ ଏ ବର୍ଷ ଶନିବାରରେ ପଡ଼ୁଛି, ମାନେ ପରଦିନ ହେଉଛି ସାବିତ୍ରୀ ବ୍ରତ। ନାରୀମାନେ ସାବିତ୍ରୀ ବ୍ରତର ପୂର୍ବ ଦିନ ଠାରୁ, ମାନେ ଶୁକ୍ରବାର ଠାରୁ ନୂଆ ଚୁଡ଼ି, ଝୁଣ୍ଟିଆ, ଗହଣା ଇତ୍ୟାଦି ବଦଳାଇକି ପିନ୍ଧିଥାନ୍ତି। କାହିଁକି ନା ବ୍ରତରେ ନାରୀମାନେ ଶରୀରରେ କୌଣସି ବି ଗହଣା ଅଳଙ୍କାର ଉତାରିବା କଥା ନୁହେଁ, କି ମଙ୍ଗଳସୂତ୍ର ମଧ୍ୟ ଉତାରିବା କଥା ନୁହେଁ। ଆପଣମାନେ ବ୍ରତର 2 ଦିନ ଆଗରୁ ମଧ୍ୟ ଉତାରିକି, ନୂଆ ଯଦି କିଛି ପିନ୍ଧିବାର ଥିବ ତାକୁ ଉତାରିକି ପିନ୍ଧିପାରିବେ, ବଦଳାଇ ପାରିବେ। ସାବିତ୍ରୀ ବ୍ରତର ପୂର୍ବ ଦିନ ଠାରୁ ସମସ୍ତେ ମୁଣ୍ଡ ସଫା କରିଥାନ୍ତି, ମେହେନ୍ଦି ଲଗାଇ ଗହଣା ଅଳଙ୍କାର, ଚୁଡ଼ି ଇତ୍ୟାଦି ସେମାନେ ପିନ୍ଧିକି ସଜବାଜ ହୋଇଥାନ୍ତି। ବ୍ରତରେ ମୁଣ୍ଡ ଧୋଇବା ଉଚିତ, କେବଳ ପାଣିରେ ହିଁ ମୁଣ୍ଡ ଧୋଇବା, କିନ୍ତୁ ବ୍ରତ ପୂର୍ବ ଦିନଠାରୁ ଆମେ ସାମ୍ପୁ ଲଗେଇକି ମୁଣ୍ଡକୁ ସଫା କରିଦେବା, କିନ୍ତୁ ବ୍ରତ ଦିନ ଯେହେତୁ ସାମ୍ପୁ ଲଗେଇ ମୁଣ୍ଡ ସଫା କରାଯିବାର ନିୟମ ନଥାଏ, ସେଥିପାଇଁ ବ୍ରତରେ ଆମେ କେବଳ ପାଣିରେ ହିଁ ମୁଣ୍ଡକୁ ଧୋଇବା। ସାବିତ୍ରୀ ବ୍ରତରେ ନାରୀମାନେ ସବୁ ଜିନିଷ ନାଲି ରଙ୍ଗର ପିନ୍ଧିଲେ ଅଧିକ ଶୁଭ ହୋଇଥାଏ, ଯେମିତିକି ନାଲି ଚୁଡ଼ି, ନାଲି ଟିକିଲି, ନାଲି ରଙ୍ଗର ଶାଢ଼ୀ, ଶଙ୍ଖା, ସିନ୍ଦୁର, ଅଳତା ଇତ୍ୟାଦି। କିନ୍ତୁ ସାବିତ୍ରୀ ବ୍ରତରେ କୌଣସି ବି କଳା ରଙ୍ଗ, ନୀଳ ରଙ୍ଗର ଶାଢ଼ୀ, ଚୁଡ଼ି ଏସବୁ ପୂଜା କରିବେ ନାହିଁ। ସମସ୍ତେ ଏହାକୁ ନିହାତି ମନେ ରଖନ୍ତୁ। ନୀଳ ରଙ୍ଗ ମାନେ ବ୍ଲୁ ରଙ୍ଗର କିଛି ବି ଜିନିଷ କେବେ ବି ଏହି ବ୍ରତରେ ପୂଜା କରାଯାଏ ନାହିଁ। ତ ସାଙ୍ଗମାନେ, ଯେଉଁମାନଙ୍କୁ ଆଜିର ଏହି ଭିଡ଼ିଓଟି ପସନ୍ଦ ଆସୁଛି ଆଉ କିଛି ବି ଶିଖିବାକୁ ମିଳୁଛି, ସମସ୍ତେ କମେଣ୍ଟରେ ଜୟ ସାବିତ୍ରୀ ବୋଲି ଥରୁଟିଏ ଲେଖନ୍ତୁ। ଆପଣଙ୍କର ଏହି ବ୍ରତ ନିଶ୍ଚୟ ଆଗକୁ ସଫଳ ହେଉ, ଆପଣଙ୍କ ସ୍ୱାମୀଙ୍କର ନିଶ୍ଚୟ ଆଗକୁ ମଙ୍ଗଳ ହେଉ। ମା ସାବିତ୍ରୀ ଆପଣଙ୍କ ଉପରେ ସେମିତି କୃପା କରିଥାନ୍ତୁ। ସାବିତ୍ରୀ ବ୍ରତରେ ନାରୀମାନେ ରନ୍ଧା ଖାଦ୍ୟ ଖାଇବା ଉଚିତ ନୁହେଁ। ତେଲ, ମସଲା, ହଳଦୀ ପକେଇକି କୌଣସି ବି ରନ୍ଧା ଖାଦ୍ୟ ସାବିତ୍ରୀ ବ୍ରତରେ ଖାଇବା କଥା ନୁହେଁ। ମାନେ ଯେଉଁଟା ଆମେ ଗ୍ୟାସ୍ ବା ଚୁଲିରେ ରୋଷେଇ କରୁଥିବା ରାନ୍ଧିକି, ତ ତାକୁ କେବେ ବି ଆମେ ଖାଇବା ନାହିଁ। ନାରୀମାନଙ୍କୁ ଏହି ଦିନ ପିତା ଖାଦ୍ୟ ହେଲା, କଷା, ପୋଡ଼ା, ପିଆଜ, ରସୁଣ, କୌଣସି ପ୍ୟାକେଟ୍ ଖାଦ୍ୟ, ଚକୋଲେଟ୍ ହେଲା, ଲାଉ, ମସୁର ଡାଲି, ଉଷୁନା, ବାସି ଖାଦ୍ୟ, ଛତୁ, ଆମିଷ ଏସବୁ କିଛି ବି ଖାଇବେ ନାହିଁ। ବିଶେଷ କରି ରନ୍ଧା ଖାଦ୍ୟ କିଛି ବି ଖାଇବେ ନାହିଁ। ନାରୀମାନେ ବ୍ରତରେ ପୂଜା ହେଉଥିବା ପ୍ରସାଦ ପାଇବା ସହିତ ଶାଗୁପଣା, ଗଜମୁଗ, ଗଜା ବୁଟ, ଫଳ ରସ, ଛେନା ଇତ୍ୟାଦି ଏସବୁ ସେମାନେ ଖାଇପାରିବେ, ପଇଡ଼ ପାଣି ପିଇପାରିବେ, କିନ୍ତୁ ରନ୍ଧା ଖାଦ୍ୟ ଏସବୁ ଖାଇବେ ନାହିଁ। ଡ୍ରାଏ ଫ୍ରୁଟ୍ସ ମଧ୍ୟ ଖାଇପାରିବେ, କିନ୍ତୁ ରନ୍ଧା ହୋଇଥିବା ଖାଦ୍ୟ ବିଲକୁଲ ବି ଯେଉଁମାନେ ବ୍ରତ ରଖିବେ ସେମାନେ ଖାଇବେ ନାହିଁ। ପୂଜା ପାଇଁ ନାରୀମାନଙ୍କୁ ପୂର୍ବ ଦିନ ଠାରୁ ଘର ଦ୍ୱାରକୁ ସଫାସୁତୁରା କରିକି, ଧୁଆଧୁଇ କରିକି ରଖିବା କଥା। ଯେହେତୁ ଆମେ ଯେକୌଣସି ବ୍ରତ ଉପବାସ କରୁ, ଘର ଦ୍ୱାର ସବୁ ସଫାସଫି କରିଥାଉ, ବାସନ କୁସନକୁ ସଫାସଫି କରି ସଜଡା କରିଥାଉ, ଅଳନ୍ଧୁ ସଫା କରିଥାଉ, ତ ସେଥିପାଇଁ ଆମକୁ ସଫାସଫି କରିବା ପାଇଁ ପଡ଼ିବ। ଠାକୁରଙ୍କର ସମସ୍ତ ପୂଜା ବାସନକୁ ମଧ୍ୟ ଧୋଇକି ଆମେ ରଖିଦେବା କଥା। ପୂଜା ପାଇଁ ଯାହା ସବୁ ସାମଗ୍ରୀ ଦରକାର, ଫଳମୂଳ, ପୂଜା ଜିନିଷ, ଶାଢ଼ୀ, ଚୁଡ଼ି, ଶଙ୍ଖା, ସିନ୍ଦୁର, ବହି, ସାବିତ୍ରୀ ବ୍ରତ କଥା, ତ ଏସବୁ ଇତ୍ୟାଦିକୁ ଆମେ ସଜେଇକି ରଖିଦେବା ଉଚିତ। ଆପଣମାନେ ହଳଦିଆ ରଙ୍ଗର ବ୍ରତ ପୂଜା କରିପାରିବେ, ନାଲି ରଙ୍ଗର ବ୍ରତ ମଧ୍ୟ ସାବିତ୍ରୀ ବ୍ରତରେ ପୂଜା କରିପାରିବେ। ତା ସହିତ ବ୍ରତରେ 7ଟି ଗଣ୍ଠି ପଡ଼ିଥାଏ, ଆଉ ବ୍ରତକୁ ଡାହାଣ ପଟ ହାତରେ ହିଁ ଧାରଣ ଆପଣ କରିବେ। ପୂଜା ଆପଣମାନେ ଘରେ କରିପାରିବେ ସାବିତ୍ରୀଙ୍କ ବ୍ରତ, କିମ୍ବା ଲକ୍ଷ୍ମୀ ନାରାୟଣଙ୍କ ମନ୍ଦିରରେ କରିପାରିବେ, ମା ସାବିତ୍ରୀଙ୍କ ମନ୍ଦିରରେ କରିପାରିବେ, କିମ୍ବା ଆପଣମାନେ ଶିବ ପାର୍ବତୀଙ୍କ ମନ୍ଦିରରେ ମଧ୍ୟ ଯାଇକି ସାବିତ୍ରୀ ବ୍ରତ ରଖିପାରିବେ। ମନେ ରଖିବେ, ସେହିଦିନ ଆପଣ ଯେଉଁଠି ବି ପୂଜା କରନ୍ତୁ, କିନ୍ତୁ ବରଗଛ ପାଖରେ ଯାଇକି ମଧ୍ୟ ଯେଉଁମାନେ ଚାହିଁବେ ପୂଜା କରିପାରିବେ। ଏଦିନ ମଧ୍ୟ ବଟ ସାବିତ୍ରୀ ବ୍ରତ କୁହାଯାଏ, ତ ବରଗଛ ମୂଳରେ ମଧ୍ୟ କିଛି ଜଣ ନାରୀମାନେ ପୂଜା ଯାଇକି କରନ୍ତି ସାବିତ୍ରୀ ବ୍ରତ। ତ
ତ ଯେଉଁମାନେ ଏଇ ବର୍ଷ ପ୍ରଥମ ଥର କରିକି ନୂଆ କରିକି ସାବିତ୍ରୀ ବ୍ରତ କରିବେ ସେମାନେ ବ୍ରାହ୍ମଣଙ୍କ ଦ୍ୱାରା ଘରେ ହିଁ ପୂଜା କରନ୍ତୁ, ବହୁତ ଭଲ ଆଉ ମଙ୍ଗଳ ହେବ। କାହିଁକି ନା ବ୍ରାହ୍ମଣ ଯଦି ଆପଣଙ୍କର ପ୍ରଥମରୁ ଆପଣଙ୍କର ପୂଜା କରାଇବେ, ସଂକଳ୍ପ କରିକି ହିଁ ପୂଜା କରିବେ, ଯେଉଁଟାକି ଆପଣମାନଙ୍କ ପାଇଁ ବହୁତ ଭଲ ହେବ। ଯେଉଁମାନେ ନୂଆ ବୋହୂମାନେ ଯେଉଁମାନେ ପ୍ରଥମ ଥରକୁ ପୂଜା କରିବେ ତାଙ୍କ ପାଇଁ। ତ ଯେଉଁମାନେ ଛୂତକ ବା ମୃତକ ଆପଣ ଜମା ବି ପୂଜା କରିବେ ନାହିଁ, କାରଣ ଆପଣଙ୍କ ଶରୀର ମାରା ହୋଇଥାଏ। ତ ସେଥିପାଇଁ ବ୍ରତ ରଖିବାକୁ ମନା କରାଯାଏ। କୌଣସି ଜିନିଷକୁ ଛୁଆଁଛୁଇଁ କରିବାକୁ, ପୂଜା ଜିନିଷକୁ ମଧ୍ୟ ମନା କରାଯାଏ। ମନ୍ଦିର ଯିବା ପାଇଁ ମଧ୍ୟ ମନା କରାଯାଏ। ଯଦି ଆପଣଙ୍କର ଋତୁସ୍ରାବ ହୋଇଛି, ମାସିକ ଧର୍ମ ହୋଇଛି, ତାହେଲେ ଆପଣଙ୍କର 5 ଦିନ ହୋଇଯାଇଥିଲେ ଆପଣ ନିଜେ ପୂଜା କରିପାରିବେ ଘରେ ମା ସାବିତ୍ରୀଙ୍କର। ଭୋଗ ମଧ୍ୟ ପାଇବେ, ସବୁ ଶାଢ଼ୀ ଚୁଡ଼ି ଏସବୁ ଆଦି ପିନ୍ଧିପାରିବେ। କିନ୍ତୁ ଯଦି ଆପଣମାନେ ଚାହୁଁଥିବେ ମନ୍ଦିରରେ ଯାଇକି ପୂଜା କରିବା ପାଇଁ, ଦେଖନ୍ତୁ 7 ଦିନ ରହିଲା ପର୍ଯ୍ୟନ୍ତ କେବେ ମନ୍ଦିର ଯାଇକି ପୂଜା କରାଯାଏ ନାହିଁ। ଆପଣମାନେ ଯଦି ଭାବୁଛନ୍ତି ମନ୍ଦିର ଯାଇକି ପୂଜା କରିବେ, 5 ଦିନ ହେଇଥିଲେ ମଧ୍ୟ ମନ୍ଦିର ଯାଇକି ପୂଜା କରିବେ ନାହିଁ, 7 ଦିନରେ ହିଁ ମନ୍ଦିର ଯାଇକି ପୂଜା କରିପାରିବେ। ଏହି ଦିନ ପର ନିନ୍ଦା କରିବେ ନାହିଁ, ପର ଚର୍ଚ୍ଚା କରିବେ ନାହିଁ ଏବଂ ଅନ୍ୟର ଚୁଗୁଲି ଆଦି କରିବେ ନାହିଁ। ତା ସହିତ ଦିନରେ ମଧ୍ୟ ଏହି ଦିନ ଶୋଇବେ ନାହିଁ। କୌଣସି ବ୍ରତ ଉପବାସରେ କୁହାଯାଏ ଦିନ ସମୟରେ ଶୟନ କରିବେ ନାହିଁ। ବାସି ଶେଯରେ ବା ପାରୁଷ୍ୟ ଶେଯରେ ମଧ୍ୟ ଶୟନ କରିବାକୁ ମନା କରାଯାଏ। ଗର୍ଭବତୀ ମହିଳାମାନେ ପୂଜା କରିପାରିବେ, ଉପବାସ ରହିବେ ନାହିଁ, ଫଳମୂଳ ଆହରଣ କରିକି ରହିବେ, ଖାଲି ପେଟ ଜମା ବି ରହିବେ ନାହିଁ, ନାହିଁ ତ ଛୁଆ ଆଉ ମାଆର ଶରୀର ଉପରେ ଖରାପ ପ୍ରଭାବ ପଡ଼ିବ। ଯଦି ଆପଣଙ୍କୁ ଅଧିକ ଭୋକ ଲାଗୁଛି, ଆପଣମାନେ ପରଟା ଉପମା ଇତ୍ୟାଦି କରିକି ମାନେ ନିଜେ ମଧ୍ୟ ଖାଇପାରିବେ। କାହିଁକିନା ଯେହେତୁ ମାନେ ସନ୍ତାନର କଥା ଆସେ, ତାର ଦେହ ଖରାପ ହେବ, ତା ଉପରେ ହିଁ ଖରାପ ପ୍ରଭାବ ପଡ଼ିବ ସ୍ୱାସ୍ଥ୍ୟ ଉପରେ, ସେଥିପାଇଁ ମନା କରାଯାଏ। ତ ଗର୍ଭବତୀ ମହିଳାମାନେ ଉପବାସ ସମ୍ପୂର୍ଣ୍ଣ ରହିବେ ନାହିଁ। ଆପଣଙ୍କ ଇଚ୍ଛା ଅନୁସାରେ ଆପଣ ଯାହା ଖାଇକି ଆପଣମାନେ ରହିବେ, ଉପବାସ କରିବେ। ତା ସହିତ ଆପଣମାନେ ଯେଉଁମାନେ ମାନେ ଯେଉଁମାନଙ୍କର ଶରୀର ଅସୁସ୍ଥ ଅଛି, ଦେହ ଖରାପ ଅଛି, ସେମାନେ ସାତ୍ତ୍ୱିକ ଖାଦ୍ୟ ଗ୍ରହଣ କରିପାରିବେ। ଯେମିତିକି ପଣା ପିଇପାରିବେ, ଶାଗୁ ପଣା ମଧ୍ୟ ପିଇପାରିବେ, ତା ସହିତ ଫଳମୂଳ ମଧ୍ୟ ଆହରଣ ସେମାନେ କରିପାରିବେ। ସାବିତ୍ରୀ ବ୍ରତ ଦିନ ଆପଣ ଦିନ ସାରା ବ୍ରତକୁ ହାତରେ ଧାରଣ କରିକି ରଖିପାରିବେ। ତା ବାସି ଦିନ ହିଁ, ତା ପରଦିନ ହିଁ ବ୍ରତକୁ ପାଣିରେ ବିସର୍ଜନ କରିପାରିବେ। ନାଇଁ ତ ଆପଣ ଚାହିଁଲେ ବ୍ରତକୁ ମଧ୍ୟ ପିନ୍ଧିପାରିବେ, କିନ୍ତୁ ଯେକୌଣସି ବ୍ରତ ହଉ, ଯେମିତି ଆମେ ସାବିତ୍ରୀ ବ୍ରତ କରୁଛନ୍ତି ସେମିତି ସୁଦଶା ବ୍ରତ ମଧ୍ୟ କରନ୍ତି। ତ ସୁଦଶା ବ୍ରତ ମଧ୍ୟ ଆମେ ଧାରଣ କରିବାକୁ ହେଲେ ତାର ମଧ୍ୟ କିଛିଟା ନିୟମ ଥାଏ। ତ ସାବିତ୍ରୀ ବ୍ରତ ହାତରେ ଧାରଣ କଲେ ଭଲ, ଯଦି ଧାରଣ କରିବାକୁ ଚାହୁଁଛନ୍ତି ତାର ମଧ୍ୟ କିଛିଟା ନିୟମ ପାଳନ କରିବାକୁ ଥାଏ। ସେଥିପାଇଁ ନିୟମ ନ ପାଳନ କରିବା ଦ୍ୱାରା ସମସ୍ତେ ତା ପରଦିନ ହିଁ ବ୍ରତକୁ ବିସର୍ଜନ କରିଦେଇଥାନ୍ତି। ଏହି ଦିନ କାହାକୁ ଆପଣ କଟୁ କଥା, ଖରାପ କଥା କୁହନ୍ତୁ ନାହିଁ। ଏହି ଦିନ ମା ସାବିତ୍ରୀଙ୍କୁ ଦିନ ସାରା ସ୍ମରଣ କରନ୍ତୁ। ପ୍ରଭୁ ଶିବ, ମା ପାର୍ବତୀଙ୍କୁ ଏବଂ ତା ସହିତ ଲକ୍ଷ୍ମୀ ନାରାୟଣଙ୍କର ମଧ୍ୟ ସ୍ମରଣ କରନ୍ତୁ, ଯେଉଁଟାକି ଆପଣଙ୍କ ପାଇଁ ଭଲ। ଏହି ଦିନ ଶୃଙ୍ଗାର ଜିନିଷ ଅନ୍ୟକୁ ଦାନ କରନ୍ତୁ। ଏମିତି କରିବା ଦ୍ୱାରା ମା ସାବିତ୍ରୀ ଆଶୀର୍ବାଦ କରିଥାନ୍ତି। କିନ୍ତୁ ମନେ ରଖିବେ କି ଆପଣ ନିଜର ଶୃଙ୍ଗାର ଜିନିଷ ଯାହା ନିଜେ ବ୍ୟବହାର କରିବେ, ଯାହା ନିଜେ ପୂଜା କରିବେ, ସେଇ ଜିନିଷ ଅନ୍ୟକୁ ଦେବେ ନାହିଁ। ଏମିତି କଲେ ଆପଣ ଅଖଣ୍ଡ ସୌଭାଗ୍ୟବତୀର ଆଶୀର୍ବାଦ ପାଇବେ। ଯଦି ଆପଣମାନେ କିଛି ନୂଆ ଶୃଙ୍ଗାର ଜିନିଷ କିଣିକି ଅନ୍ୟମାନଙ୍କୁ ଦାନ କରିବେ। ବ୍ରତ ଆପଣ ପୁରା ନିଷ୍ଠା ସହିତ ଆଉ ପୁରା ଖୁସି ମନରେ ପାଳନ କରନ୍ତୁ, ଏହା ବହୁତ ମଙ୍ଗଳ ହୋଇଥାଏ। ବିବାହିତ ନାରୀମାନେ ମନେ ରଖିବେ କି ସାବିତ୍ରୀ ବ୍ରତ ଦିନ କଳା ବସ୍ତ୍ର ଭୁଲରେ ବି ମଧ୍ୟ ପରିଧାନ କରିବେ ନାହିଁ, କାରଣ କଳା ହେଉଛି ନକାରାତ୍ମକ ଶକ୍ତିର ପ୍ରତୀକ। ସେଥିପାଇଁ ଆପଣ ସାବିତ୍ରୀ ବ୍ରତ ଭଳି ଏତେ ବଡ଼ ଦିନରେ କଳା ବସ୍ତ୍ର ପରିଧାନ କରିବାରୁ ଦୂରେଇ ରୁହନ୍ତୁ। ସାବିତ୍ରୀ ବ୍ରତକୁ 3 ଦିନ ଧରିକି ନିଷ୍ଠାର ସହିତ ପାଳନ କରିବା କଥା। ସାବିତ୍ରୀ ବ୍ରତର ପୂର୍ବ ଦିନ ବ୍ରତ ଆରମ୍ଭ କରିବେ, ସାବିତ୍ରୀ ବ୍ରତର ପରଦିନ ପର୍ଯ୍ୟନ୍ତ ବ୍ରତ କରିବେ। ମାନେ ସାବିତ୍ରୀ ବ୍ରତର ପୂର୍ବ ଦିନ ଅରୁଆ ଅନ୍ନ ଖାଇକି ବ୍ରତ ପାଳିବେ, ବ୍ରତ ଦିନ ତ ଫଳମୂଳ ଆହରଣ କରିବେ, ତା ପରଦିନ ପାରଣ କରିକି ବ୍ରତକୁ ସାରିବେ। ସାବିତ୍ରୀ ବ୍ରତକୁ ଏହି 3 ଦିନ ନିଷ୍ଠାର ସହିତ ପାଳନ କରିବା ଦ୍ୱାରା ସୌଭାଗ୍ୟବତୀ ହୋଇଥାନ୍ତି ଆଉ ପୁଣ୍ୟ ଫଳ ବି ପ୍ରାପ୍ତ ହୋଇଥାଏ। ପ୍ରାୟତଃ ସମସ୍ତେ ଗୋଟିଏ ଦିନ ହିଁ ବ୍ରତ ରଖନ୍ତି, କିନ୍ତୁ ବ୍ରତର ନିୟମ ଅଛି, ଯେକୌଣସି ବ୍ରତ ହଉ 3 ଦିନ ବ୍ରତ ରଖାଯାଏ। ଏହି 3 ଦିନ ପୋଡ଼ା ଦ୍ରବ୍ୟ କି ଆମିଷ ଖାଦ୍ୟ, ପିତା ଦ୍ରବ୍ୟ କି ପିଆଜ ରସୁଣ ଆଦି ଭୋଜନ କରନ୍ତୁ ନାହିଁ ଏବଂ ତା ସହିତ ଏହି 3 ଦିନ ସ୍ୱାମୀ ସ୍ତ୍ରୀ ଶାରୀରିକ ସମ୍ପର୍କ ଠାରୁ ଦୂରରେ ରହିବେ। ଏହିସବୁ ପାଳନ କରିବା ଦ୍ୱାରା ବହୁତ ମଙ୍ଗଳ ହୋଇଥାଏ। ସାବିତ୍ରୀ ବ୍ରତ ଦିନ ଯମଦେବତାଙ୍କୁ ମଧ୍ୟ ପୂଜା କରାଯାଏ, କାହିଁକିନା ଦେବୀ ସାବିତ୍ରୀ ସତ୍ୟବାନଙ୍କ ପାଇଁ ଯମରାଜଙ୍କୁ ପୂଜା କରିଥିଲେ। କାହିଁକିନା ସେ ସତ୍ୟବାନଙ୍କର ଜୀବନ ଫେରାଇ ଦେଇଥିଲେ। ତ କିଛି ଜଣ ଯମଦେବତାଙ୍କୁ ମଧ୍ୟ ସ୍ମରଣ କରି ନିଜ ସ୍ୱାମୀଙ୍କର ଆୟୁଷ ବୃଦ୍ଧି ପାଇଁ
ଦୀର୍ଘାୟୁ ପାଇଁ ତାଙ୍କ ପାଖରେ ମଧ୍ୟ ପୂଜା ଏହି ଦିନ କରନ୍ତି। ଯଦି ଆପଣ ନିଜ ବାପ ଘରୁ ଭାର ଆଣିକି ସାବିତ୍ରୀ ବ୍ରତ କରନ୍ତି ତ ସ୍ତ୍ରୀ ବୈଧିକ ଯନ୍ତ୍ରଣା ଭୋଗିବେ ଆଉ ସ୍ୱାମୀ ଅଳ୍ପ ଆୟୁ ହେବେ। ଏହା ଶ୍ରୀମଦ୍ ଦେବୀ ଭାଗବତରେ ଲେଖା ଅଛି। କାହିଁକି ନା ସାବିତ୍ରୀ ବ୍ରତ ନିଜ ସ୍ୱାମୀଙ୍କ ପଇସାରେ କରିବା ବହୁତ ଭଲ। ବାପା ମାଆଙ୍କୁ କଷ୍ଟ ଦେଇକି ଏତେ ସବୁ ଜିନିଷ ଆଣନ୍ତୁ ନାହିଁ। ଯାହାର ସକ୍ଷମ ଅଛି ଯିଏ ମାନେ ସବୁ କଥା ଦେଇପାରିବେ ତାଙ୍କ ପାଇଁ ତ କିଛି ନୁହେଁ, ସେ ଝିଅକୁ ଏକ ଉପହାର ସ୍ୱରୂପ କିଛି ନା କିଛି ଦେଇଥାନ୍ତି ତ ଦେଇପାରିବେ। ତ ଯାହାର କିଛି ସକ୍ଷମ ନାହିଁ ତାକୁ ବାଧ୍ୟ କରିକି ବାପ ଘରୁ ଭାର ଆସିବ, ସାବିତ୍ରୀ ଭାର ଆସିବ, ଏଇଟା ଲୁଗା ଆସିବ, ସେଇଟା ଆସିବ, ମିଠା ଆସିବ, ଫଳମୂଳ ଆସିବ। ଆପଣ ଜାଣିଥିବେ ତ କେତେ ପ୍ରକାର ସବୁ ରେଟ୍ ଏ ସମୟରେ ବଢ଼ିଥାଏ। ତ ସେଥିପାଇଁ ପ୍ରେସର ଦେଇକି ବାପାଙ୍କଠୁ ଆଣିବା ଭଲ ନୁହେଁ। ଯଦି ବାପାଙ୍କର ସକ୍ଷମ ଅଛି ସେ ନିଜ ଇଚ୍ଛାରେ କିଛି ଉପହାରରେ ଦେବାକୁ ଚାହୁଁଥିଲେ ଦେଇପାରିବେ, କିନ୍ତୁ ପ୍ରକୃତିରେ ସ୍ୱାମୀଙ୍କ ପାଇଁ ଯେହେତୁ ସାବିତ୍ରୀ ବ୍ରତ ସମସ୍ତେ ରଖନ୍ତି ସ୍ୱାମୀଙ୍କ ପଇସାରେ ହିଁ ସବୁ ଶାଢ଼ୀ ଚୁଡ଼ି ବ୍ରତ ଜିନିଷ ଯେମିତିକି ଫଳମୂଳ ଇତ୍ୟାଦି କିଣିକି ବ୍ରତ ରଖିବା ସ୍ୱାମୀଙ୍କ ପାଇଁ ମଙ୍ଗଳ ଅଟେ। ପୂଜା ଆପଣ ସବୁ ପ୍ରକାର ଫଳ ଭୋଗ କରିପାରିବେ। ଯଦି ସବୁ ପ୍ରକାର ନାହିଁ ତାହେଲେ ଆପଣ 5 ପ୍ରକାର ଫଳର ପୂଜା କରନ୍ତୁ, କିଛି ଅସୁବିଧା ନାହିଁ। ଆଉ ଏଇ ସାବିତ୍ରୀ ବ୍ରତରେ ବା ଆମର ଜ୍ୟେଷ୍ଠ ମାସରେ ଯେତେ ସବୁ ଫଳ ଋତୁ ଫଳ ଥାଏ ଯେମିତିକି ଆମ୍ବ ହେଲା, ପଣସ, ତାଳ, ଜାମୁକୋଳି, ସପୁରୀ, ତ ଯାହା ତରଭୁଜ, ଖଜୁରୀ, ତ ଏସବୁ ଯେହେତୁ ଋତୁ ଫଳ ଥାଏ ତ ଏସବୁ ଫଳକୁ ନିହାତି ଆପଣମାନେ ବ୍ରତରେ ପୂଜା କରନ୍ତୁ, ଏହା ବହୁତ ଭଲ। ତା ସହିତ ଅନ୍ୟ ଫଳ ମଧ୍ୟ ପୂଜା କରିପାରିବେ, ସେଉ, ଅଙ୍ଗୁରୁ, କମଳା ଏସବୁ ଇତ୍ୟାଦି ମଧ୍ୟ ଆପଣ ପୂଜା କରିପାରିବେ। ଏହି ଦିନ ଆପଣଙ୍କର ଶୃଙ୍ଗାର ଜିନିଷ ପିନ୍ଧିବା ପାଇଁ ବା ଲଗାଇବା ପାଇଁ ଭୁଲିବେ ନାହିଁ। ବିଶେଷ କରି ଏହି ଦିନ ଯଦି ଜିନିଷ ସବୁ ନାଲି ରଙ୍ଗର ହୋଇଥାଏ ଏହା ବହୁତ ଶୁଭ ଅଟେ ଆଉ ମଙ୍ଗଳ ମଧ୍ୟ ହୋଇଥାଏ। ବଟ ସାବିତ୍ରୀ ବ୍ରତ ଦିନ ନାଲି ରଙ୍ଗର ଫୁଲ ଅର୍ପଣ କରିବା ଉଚିତ। ଏମିତି କରିବା ଦ୍ୱାରା ସୁଖ ଶାନ୍ତି ପ୍ରାପ୍ତି ହୋଇଥାଏ। ପୂଜା ଦିନ ଆପଣ ଯାହା ବି ପୂଜା କରିବେ ଅର୍ପଣ କରିବେ ସେସବୁ ଗୁଡ଼ିକ ଯେମିତି ଖଣ୍ଡିତ ନ ହୁଏ ବା ଭଙ୍ଗା ଫଟା ନ ହୋଇଥିବା ଦରକାର। ଏହି ଦିନ ନିଜ ଗୃହରେ ମିଠା ଜିନିଷ କିଛି ପ୍ରସ୍ତୁତ କରନ୍ତୁ ଆଉ ଠାକୁରଙ୍କ ପାଖରେ ନିହାତି ଭୋଗ ଲଗାନ୍ତୁ, ଏହା ବହୁତ ଭଲ ଅଟେ। ସାବିତ୍ରୀ ବ୍ରତ ଦିନ ସବୁ ଯୋଡ଼ି ହୋଇକି ଥିବା ଦେବୀ ଦେବତାଙ୍କୁ ଦର୍ଶନ କରିବା, ତାଙ୍କ ପୂଜା କରିବା ସହିତ ଦିନ ସାରା ସ୍ନାନ କରିବା ବହୁତ ଶୁଭ। ଯାହାଦ୍ୱାରା ଆପଣ ପତି ପତ୍ନୀ ଜୀବନ ସାଥୀ ହୋଇ ସାରା ଜୀବନ ଯାଏ ରହିପାରିବେ ଯୋଡ଼ି ହୋଇକି। ଏହି ବ୍ରତ ଦିନ ମାତା ପାର୍ବତୀଙ୍କୁ ଚୁଡ଼ି, ଶାଢ଼ୀ, ଶଙ୍ଖା, ସିନ୍ଦୁର ଏହିପରି 16 ପ୍ରକାର ସିଙ୍ଗାର ଦେଇ ପୂଜା କରାଯାଏ। ଏହି ପୂଜା କରିବା ଦ୍ୱାରା ସ୍ୱାମୀମାନେ ଦୀର୍ଘାୟୁ ହୁଅନ୍ତି। ଏହି ଦିନ ନାରୀମାନେ ନିଜକୁ ନୂଆ ବୋହୂ ପରି ସଜେଇ ହେଇକି ରହିବା କଥା। ନିଜର ସଜାସଜି ଜିନିଷ ଯଥା ସିନ୍ଦୁର, ଶଙ୍ଖା ଇତ୍ୟାଦିକୁ ଆପଣ ଏହି ଦିନରେ କାହାକୁ ବି ଦିଅନ୍ତୁ ନାହିଁ। ଏହି ଦିନ ଘରେ କୌଣସି ବ୍ୟକ୍ତି ମଦ, ନିଶା, ଆମିଷ ଏସବୁ ଖାଇବା କଥା ନୁହେଁ। ଶାରୀରିକ ସମ୍ପର୍କ ମଧ୍ୟ ରଖିବା ଉଚିତ ନୁହଁ କି ଅଧିକ ଶୋଇ ରହିବା ଉଚିତ ନୁହଁ। ସୂର୍ଯ୍ୟ ଉଦୟ ହେବା ଆଗରୁ ଏହି ଦିନ ଉଠିଯିବା ଉଚିତ। ଶୃଙ୍ଗାର ସବୁ ସାମାନ ଆପଣ ଦାନ କରନ୍ତୁ, କିନ୍ତୁ ନିଜର ବ୍ୟବହାର ଶୃଙ୍ଗାର ଜିନିଷ ଅନ୍ୟକୁ ଦିଅନ୍ତୁ ନାହିଁ। ଆପଣ ଅନ୍ୟକୁ ଯେଉଁମାନଙ୍କୁ ଦାନ କରିବେ ନୂଆ ଶୃଙ୍ଗାର ଜିନିଷ ସିନ୍ଦୁର, ଶଙ୍ଖା କିଣିକି ତାଙ୍କୁ ଦେଇପାରିବେ। ଏହା ଦାନ କରିବା ଦ୍ୱାରା ସ୍ୱାମୀ ଉପରେ କୌଣସି କଷ୍ଟ ଆସିନଥାଏ। ସାବିତ୍ରୀ ବ୍ରତରେ କଳା ରଙ୍ଗର ଶାଢ଼ୀ ପିନ୍ଧିବେ ନାହିଁ, କଳା ରଙ୍ଗ ଅଶୁଭ ଅଟେ। ଏହି ଦିନ ଲାଲ, ଗୋଲାପୀ, ହଳଦିଆ ବସ୍ତ୍ର ପିନ୍ଧିବା ସବୁଠାରୁ ଶୁଭ ଅଟେ। ଏହି ବ୍ରତ ରଖିଲେ ନିଜ ସ୍ୱାମୀଙ୍କର ଆୟୁଷ ଅଧିକ ହୋଇଥାଏ, ସବୁ ଇଚ୍ଛା ପୂରଣ ହୋଇଥାଏ, ପତି ପତ୍ନୀ ଭିତରେ ପ୍ରେମ ବଢ଼ିଥାଏ। ନିଜ ଘରେ ଥିବା ଗୁରୁଜନଙ୍କ ପାଦ ଛୁଇଁ ତାଙ୍କଠାରୁ ଆଶୀର୍ବାଦ ନେବା ବହୁତ ଶୁଭ ହୋଇଥାଏ। ଏହି ସାବିତ୍ରୀ ବ୍ରତରେ ଆପଣମାନେ ଏହି ଦିନ ପୂଜା ସାରିବା ପରେ ଯେତେବେଳେ ସ୍ୱାମୀ ଆପଣଙ୍କୁ ଶଙ୍ଖା ସିନ୍ଦୁର ପିନ୍ଧେଇ ଦେବେ, ବ୍ରତ ପିନ୍ଧେଇ ଦେବେ, ତାପରେ ଜଳ ପିଆଇ ଆପଣଙ୍କ ବ୍ରତ ଭାଙ୍ଗିବେ। ତାପରେ ଆପଣମାନେ ସମସ୍ତଙ୍କର ଆଶୀର୍ବାଦ ନେବେ। ଘରର ଯେଉଁମାନେ ବଡ଼ ଥିବେ ତାଙ୍କୁ ନିଶ୍ଚୟ ପ୍ରଣାମ କରି ତାଙ୍କର ଆଶୀର୍ବାଦ ନିହାତି ନେବେ। ଏହି ଦିନ ସକାଳୁ ଉଠିଲା ମାତ୍ରେ ଯୋଡ଼ି ହେଇକି ରହିଥିବା ଠାକୁରଙ୍କ ଫଟୋ, ମୂର୍ତ୍ତି ଦେଖିବା ଶୁଭ ଅଟେ, ଯେମିତିକି ଶିବ ପାର୍ବତୀ, ଲକ୍ଷ୍ମୀ ନାରାୟଣ। ଏହି ଦିନ ଅମାବାସ୍ୟାରେ ଯେହେତୁ ଏଦିନ ଅମାବାସ୍ୟା ତ ପିତୃଲୋକଙ୍କ ନାମରେ ଛଞ୍ଚା ବ୍ରାହ୍ମଣଙ୍କୁ ଦେବା ଶୁଭ ଅଟେ। ପିତୃଲୋକ ଏହାଦ୍ୱାରା ଅଧିକ ସନ୍ତୁଷ୍ଟ ହୋଇଥାନ୍ତି, ଆପଣଙ୍କୁ ଆଶୀର୍ବାଦ ପ୍ରଦାନ କରିଥାନ୍ତି। ଏହି ଦିନ ସ୍ୱାମୀଙ୍କ ପାଦୁକ ପୂଜା ପରେ ହିଁ ଖାଦ୍ୟ ଗ୍ରହଣ କରିବା ଉଚିତ, ତା ପୂର୍ବରୁ କରାଯାଏ ନାହିଁ। ଫାଟି ଯାଇଥିବା ଚୁଡ଼ି, ଚିରା ଫଟା ଲୁଗା ଏସବୁ ଏହି ଦିନ ବିଲକୁଲ ବି ପିନ୍ଧିବେ ନାହିଁ କି ଏସବୁ ଜିନିଷକୁ ଏହି ଦିନ କେବେ ବି ପୂଜା କରିବା କଥା ନୁହଁ। ଏହି ଦିନ ସ୍ୱାମୀ ଯଦି ନିଜ ସ୍ତ୍ରୀଙ୍କୁ କିଛି ଉପହାର ଦିଅନ୍ତି ମାତା ପାର୍ବତୀ ପ୍ରସନ୍ନ ହୋଇଥାନ୍ତି, ସଦା ସର୍ବଦା ଖୁସିରେ ରହିବାର କୃପା ବର୍ଷେଇଥାନ୍ତି।
ବାରମ୍ବାର କଳି ଝଗଡ଼ା ହେଉଥିଲେ ବା ଡିଭୋର୍ସ ହୋଇଯାଇଥିଲେ ଏହି ବ୍ରତ ରଖନ୍ତୁ ନାହିଁ, କାରଣ ମନରେ କୌଣସି ନକାରାତ୍ମକ କଥା ଆସିବା କଥା ନୁହେଁ। ଏହି ବ୍ରତ କଲେ ନିଜ ପତିଙ୍କ ଉପରେ ପ୍ରେମ ସ୍ନେହ ଥିଲେ ଏହି ବ୍ରତ ରଖନ୍ତୁ। ଅନ୍ୟ କାହାର ବାଧ୍ୟତାରେ ଆସି ଏହି ବ୍ରତ ରଖନ୍ତୁ ନାହିଁ। ଆପଣଙ୍କର ଗୋଟେ ଭୁଲ ବହୁତ ବଡ଼ ବିପଦ ଆଣିପାରେ। ଏହି ଦିନ ସେମିତି ଭରିକି ସିନ୍ଦୁର ଲଗାନ୍ତୁ। ମାତା ପାର୍ବତୀ ଦୀର୍ଘାୟୁର ଆଶୀର୍ବାଦ ଦେଇଥାନ୍ତି ଆଉ ପ୍ରସନ୍ନ ମଧ୍ୟ ହୋଇଥାନ୍ତି। ଆପଣମାନେ ଆଜିର ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ହୃଦୟରୁ ସମସ୍ତଙ୍କୁ ଧନ୍ୟବାଦ। ଆଶା କରୁଛି ଆପଣମାନେ ସାବିତ୍ରୀ ବ୍ରତର କିଛିଟା ନିୟମ ବିଷୟରେ ଏହି ଭିଡ଼ିଓ ଦ୍ୱାରା ଜାଣିପାରିଥିବେ। ତ ଯେଉଁମାନଙ୍କୁ ବି ଏହି ଭିଡ଼ିଓଟି ଭଲ ଲାଗିଲା, ପସନ୍ଦ ଆସିଲା, ତ ସମସ୍ତେ କମେଣ୍ଟରେ ଜୟ ମା ସାବିତ୍ରୀ, ଜୟ ମା ସାବିତ୍ରୀ ବୋଲି ଥରୁଟିଏ ଲେଖନ୍ତୁ। ଆପଣଙ୍କର ବ୍ରତ ନିଶ୍ଚୟ ସଫଳ ହେଉ। ମା ସାବିତ୍ରୀଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ନିହାତି ସେମିତି ରହିଥାଉ। ତ ଏମିତି ଶିକ୍ଷଣୀୟ ଭିଡ଼ିଓ ଯେଉଁମାନେ ବି ପ୍ରତ୍ୟେକ ଦିନ ଦେଖିବାକୁ ଚାହୁଁଛନ୍ତି ଆମ ଚ୍ୟାନେଲକୁ ନିହାତି ସବସ୍କ୍ରାଇବ୍ କରିପାରିବେ। ଆଜି ପାଇଁ ଏତିକି ରହିଲି। ଜୟ ଜଗନ୍ନାଥ, ଧନ୍ୟବାଦ।